वर्तमान जो राजनीति रे विभिन्न प्रकार अस्थिरता देखा जाइए राजनीति आज्ञा 13 टोपींकर 13टी दल तेरा मेरा होई हेब कंदल राजनीति क्षेत्र हेब स्थिर समस्ते होइबे तमसाखोर राज कर्मचारी चोरी दे करिवे राजस्व ନିଜସ୍ୱ भावी राजकर्म रे दे अविचार हेब अमला तंत्र दाबी ଆପଣ ଦେଖିଥିବେ କୋଉନ ତହସିଲଦାର ଧରା ହଉଛନ୍ତି ତ କୋଉନ ବିଡିଓ ଧରା ହଉଛନ୍ତି କୋଉନ ମନ୍ତ୍ରୀ ଧରା ହଉଛନ୍ତି ତ କୋଉନ ଏମଏଲ ଧରା ହଉଛନ୍ତି ଏମିତି କେତେ ଇଞ୍ଜିନିୟର ବି ଧରା ହଉଛନ୍ତି କୌଣସି ଦିନ ଆଜ୍ଞା ଦୁର୍ନୀତି ନିବାରଣ ନ ହଉଛି ଏମିତି ଆପଣ କହିପାରିବେନି କେତେ 600 ବର୍ଷ ତଳୁ ଲେଖିଛି ରାଜ କର୍ମଚାରୀ ଚୋରି ଯେ କରିବେ ରାଜସ୍ୱ ନିଜସ୍ୱ ଭାବି ରାଜ କର୍ମରେ ଯେ ଅବିଚାର ହେବ ଅମଲା ତନ୍ତ୍ରରେ ଚାବି ଏବେ ମୁଖ୍ୟମନ୍ତ୍ରୀ ହାତରେ ଚାବି ନାହିଁ ତା ଅମଲା ହାତରେ ଚାବି ରହୁଛି 600 ବର୍ଷ ତଳୁ କେମିତି ଆପଣଙ୍କର ଲେଖିଛି ଅଚ୍ୟୁତାନନ୍ଦ ପ୍ରମାଣ କରିବେ ରାଜନୀତି କ୍ଷେତ୍ର ଅସ୍ଥିର ହେଇଯିବ 13 ଟୋପିଙ୍କର 13ଟି ଦଳ ତେରା ମେରା ହୋଇ ହେବ କନ୍ଦଳ ଏବେ ଆପଣଙ୍କର ଯୋଉ ଇଣ୍ଡିଆ ମେଣ୍ଟ ଗଢିଛନ୍ତି 14ଟି ଦଳ ସେଥିରୁ ଗୋଟିଏ ଦଳ ଭାଗିଗଲେଣି ଏବେ ଆଉ 13ଟି ଦଳ ଅଛନ୍ତି ବିଜୁ ପଟେ ଆପଣଙ୍କର ବିଜେପି ବିରୁଦ୍ଧରେ ଯୋଉ 14ଟି ଦଳ ମିଶି ଆପଣଙ୍କର ଇଣ୍ଡିଆ ମେଣ୍ଟ ଗଢିଥିଲେ ସେଥିରୁ ଗୋଟିଏ ଦଳ ଭାଗିଗଲା ଏବେ 13ଟି ଦଳ ହେଲେଣି 13 ଟୋପିଙ୍କର 13ଟି ଦଳ ତେରା ମେରା ହୋଇ ହେବ କନ୍ଦଳ ଏମିତି ଆଜ୍ଞା ଆପଣଙ୍କର ରାଜନୀତି କ୍ଷେତ୍ରରେ ହବ। ଆଚ୍ଛା ତାହେଲେ ଯଦି କହୁଛନ୍ତି କନ୍ଦଳ ହବ ତାହେଲେ 2024 ର ପରିଣାମ କଣ ଆସିବ? ଆଜ୍ଞା 24 ରେ ପୁରା ତେରା ମେରା ହୋଇ ହେବ କନ୍ଦଳ ଲୋକ ଇଏ କହେ ମୁଁ ବଡ ସେ କହ ମୁଁ ବଡ ଏମିତି ମାନେ ରାଜନୀତି କ୍ଷେତ୍ର ସ୍ଥିର ରହିବନି ଆପଣଙ୍କର ମନ୍ତ୍ରିମଣ୍ଡଳ ଭାଙ୍ଗିବ ରାଷ୍ଟ୍ରପତି ଶାସନ ଜାରି ହବ ଇଏ ତ ଅରାଜକତା ହେଇଗଲା। ହଁ ରାଜନୀତି କ୍ଷେତ୍ର ହେବ ଅସ୍ଥିର ସମସ୍ତେ ହୋଇବେ ତମସା ଘୋର ରାଜ କର୍ମଚାରୀ ଚୋରି ଯେ କରିବେ ରାଜସ୍ୱ ନିଜସ୍ୱ ଭାବି ରାଜ କର୍ମରେ ଯେ ଅବିଚାର ହେବ ଅମଲା ତନ୍ତ୍ରରେ ଚାବି ଏବେ କେତେ ରାଜ କର୍ମଚାରୀ ଧରା ହଉଛି ସବୁ ପ୍ରତିଦିନ ଭିଜିଲାନ୍ସ ଧରୁଛି ପ୍ରତିଦିନ କୋଉଦିନ କିରାଣୀ ତ କୋଉଦିନ ଅଫିସର କୋଉଦିନ ଇଞ୍ଜିନିୟର କୋଉଦିନ ତହସିଲଦାର କୋଉଦିନ ବାକି ନାହିଁ ରାଜ କର୍ମଚାରୀ ଚୋରି ଯେ କରିବେ ରାଜସ୍ୱ ନିଜସ୍ୱ ଭାବି ରାଜ କର୍ମରେ ଯେ ଅତ୍ୟାଚାର ହେବ ଅମଲା ତନ୍ତ୍ରରେ ଚାବି ହଉଛି ନା ନାଇଁ? ଆଜ୍ଞା ହଉଛି। ଆଚ୍ଛା ରାଜନୀତି କଣ ଅସ୍ଥିର ହେଇଯିବ? ହଁ ହଁ ଲେଖା ହେଇଛି ଆଉ ରାଜନୀତି କ୍ଷେତ୍ର ହେବ ଅସ୍ଥିର ସମସ୍ତେ ହୋଇବେ ତମସା ଘର 24 ର ରାଜନୀତି କଣ ହବ? ହଁ 24 ରାଜନୀତି କ୍ଷେତ୍ର କହିଲି ମନ୍ତ୍ରିମଣ୍ଡଳ ଭାଙ୍ଗିବ ଆଜ୍ଞା ଏଇ ରାଷ୍ଟ୍ରପତି ଶାସନ ହବ 2002 ବର୍ଷ ରାଷ୍ଟ୍ରପତି ଶାସନ ହେଲା ପରେ ପୁଣି ଗଣତନ୍ତ୍ର ଲୋପ ହେଇଯିବ ରାଜତନ୍ତ୍ର ହବ। ଆଚ୍ଛା ତାହେଲେ ଏବେ ଯୋଉ 2024 ର ଯୋଉ ଇଲେକ୍ସନ ଅଛି ତାର ସ୍ଥିତି କଣ ରହିବ? ଇଲେକ୍ସନ ମନ୍ତ୍ରିମଣ୍ଡଳ ହେଲା ପରେ ପୁଣି ଭାଙ୍ଗିବ। ଆଚ୍ଛା ଏଇଥର ପୁଣି ଗୋଟେ ମନ୍ତ୍ରିମଣ୍ଡଳ ହବ ଏବେ ନାଇଁ କି? ହଁ ମନ୍ତ୍ରିମଣ୍ଡଳ ହବ ପୁଣି ଭାଙ୍ଗିଯିବ ସିଏ। ଆଚ୍ଛା ଭାଙ୍ଗିଯିବ ଭାଙ୍ଗିଗଲା ପରେ ପୁଣି କଣ ଅସୁବିଧା ଆସିବ? 28 ଅଙ୍କେ ହରି ସ୍ୱତ ଅସ ପରେ ବିଜୟ କରି ରାଜା ଅନନ୍ତ କେଶରୀ ରାଜା ହେବେ ଗଣତନ୍ତ୍ର ଭାଙ୍ଗିବ ରାଜତନ୍ତ୍ର ପୁଣି ହବ। ଆଜ୍ଞା ଇଏ ଭାରତ ବର୍ଷକୁ 8 ଭାଗ କରିବେ ଭଗବାନ। ଆଜ୍ଞା 8 ଭାଗ କରିକିରି 8 ଜଣଙ୍କ ହାତରେ ଭାରତର ଶାସନ ବାହାର ଦେବେ। ଆଜ୍ଞା ଆଗେ ଯେମିତି ଆପଣଙ୍କର କର୍ଣ୍ଣାଟକ ଆପଣଙ୍କର ଓଡିଶା ଆପଣଙ୍କର ମାନେ ଏଇଟା ଅଯୋଧ୍ୟା ଆପଣଙ୍କର ମିଥିଳା ଯେମିତି ଗୋଟେ ଗୋଟେ ରାଜ୍ୟ ଥିଲା 30ଟି ଭାଗରେ ବିଭକ୍ତ ହେଇଥିଲା ଭାରତ ବର୍ଷ। ଭାରତ ବର୍ଷ ଯେମିତି ଆଗରୁ 30 ଭାଗରେ ବିଭକ୍ତ ହୋଇଥିଲା ତାପରେ 15 ଭାଗରେ ବିଭକ୍ତ ହେଲା ତାପରେ 8 ଭାଗରେ ବିଭକ୍ତ ହେଲା ତାପରେ ଲୋପ ହେଇଗଲା ରାଜତନ୍ତ୍ର। ସେମିତିକା 8 ଖଣ୍ଡ ଭାରତ ହବ ଆଉ 8 ଖଣ୍ଡ ଭାରତ ହେଲେ ଆପଣଙ୍କର 8ଟା ରାଜା ରହି ଭାରତ ବର୍ଷରେ ଶାସନ କରିବେ ଆଉ। ଆଚ୍ଛା ପୁଣି ତାହେଲେ ରାଜତନ୍ତ୍ର ଫେରୁଛି ତାହେଲେ ଗଣତନ୍ତ୍ର ଲୋପ ହେଇକି ରାଜତନ୍ତ୍ର ଫେରୁଛି ତାହେଲେ?
ଆଜ୍ଞା କହିଲି 28 ଅଙ୍କେ ହରି ଶ୍ଵେତ ଅଶୋପରେ ବିଜୟ କରି ରାଜା ଅନନ୍ତ କେଶରୀ। ଆଚ୍ଛା ମୁଁ କହିଲି ରାଜା ଅନନ୍ତ କେଶରୀ ତାହେଲେ କିଏ? ସେ ଜନ୍ମ ହେଇଛନ୍ତି ଆଜ୍ଞା ଆଉ। ଆଚ୍ଛା ସେ ଜଣେ ଜନ୍ମ ହେଇଛନ୍ତି ମହାପୁରୁଷ। ହଁ ଆଜ୍ଞା ଆଜ୍ଞା ଆପଣଙ୍କର ଅଭିରାମ ପରଶ ଲେଖିଛନ୍ତି ଆଜ୍ଞା ଅନନ୍ତ କିଶୋର ଜନମ ହୋଇବେ ଶୋଭିଲାଣି କଳାହଳ ଦିଲ୍ଲୀ ସିଂହାସନ ମଣ୍ଡନ କରିବେ ନାମ ହେବ ମହିପାଳ ତେବେ ଯାଇ ଷୋଳ ମଣ୍ଡଳ ଭକତ ମାଧବ କରିବେ ଠୁଳ କହେ ଅଭିରାମ ଭକ୍ତଙ୍କୁ ତାରିବେ ନିଶ୍ଚେ ଭକତ ବସଳ। ଆଜ୍ଞା ଦିଲ୍ଲୀ ସିଂହାସନରେ ବସିବେ ଅନନ୍ତ କେଶରୀ ସମଗ୍ର ପୃଥ୍ୱୀ ପଞ୍ଚାୟତର ମୁଖ୍ୟ ହେବେ ତାଙ୍କ ଇଙ୍ଗିତରେ ପୃଥ୍ୱୀ ପଞ୍ଚାୟତ ଚଳିବ। ଆଜ୍ଞା ଅନନ୍ତ କିଶୋର ଦେବ ଆପଣ ହାରିଦାସ ଲେଖିଛି ଅନନ୍ତ କିଶୋର ଦେବ ଭୂପତି ପରେ ଚକ୍ରବର୍ତ୍ତୀ ହେବ ବିବାଦୀ ଜଣେ ନଥିବ। ଆଜ୍ଞା ସେ ଭୂପତି ପରେ ଚକ୍ରବର୍ତ୍ତୀ ହବ ଆଜ୍ଞା ଆପଣଙ୍କର ଭାରତର ପତି ହେଲା ପରେ ପୁଣି ସମଗ୍ର ପୃଥିବୀର ପତି ସିଏ ହେବେ। ଆଜ୍ଞା ତାଙ୍କ ଇଙ୍ଗିତରେ ପୃଥିବୀ ଚଳିବ। ଅନନ୍ତ କିଶୋର ଦେବ ଭୂପତି ପରେ ଚକ୍ରବର୍ତ୍ତୀ ହେବ କଇଁ ଫୁଲ ବିବାଦୀ ଜଣେ ନଥିବ। ଆଜ୍ଞା କେତେ କଥା ଅଛି ଆଜ୍ଞା ମାଳିଆ କଣ ଆପଣ ଶୁଣିବେ ଶୁଣୁଥିଲେ ଶୁଣୁଥିବି